ସବୁବେଳେ ସେ ଗୋଟିଏ ସ୍ୱାଦ କୋବି ତରକାରୀ ଖାଇକି ବେଳେ ବେଳେ ବିରକ୍ତ ଲାଗିଥାଏ ଆଉ ଇଚ୍ଛା ହେଇଥାଏ ଟିକେ ନୂଆ ଅଲଗା ସ୍ୱାଦିଷ୍ଟ ତରକାରୀ ବନେଇବା ପାଇଁ। ସେଥିପାଇଁ ଆସନ୍ତୁ ମୋ ସହ ମିଶିକି ଏକ ନୂଆ ଶୈଳୀରେ କୋବି ତରକାରୀ ବନେଇବାକୁ। ବହୁତ ସ୍ୱାଦିଷ୍ଟ, ଥରେ କ'ଣ ବାରମ୍ବାର ବି ବନେଇବେ। ନମସ୍କାର, ମୁଁ ପ୍ରୀତି, ପିଏସ୍ କିଚେନ୍ କିଙ୍ଗରେ ଆପଣଙ୍କୁ ସର୍ବପ୍ରଥମେ ସ୍ୱାଗତ। କୋବି ତରକାରୀ ବନେଇବା ପାଇଁ ପ୍ରଥମେ କୋବିକୁ ସିଝେଇ ନେବା। ମୁଁ ଏଠି ଗୋଟେ ଫୁଲକୋବିକୁ ତରକାରୀ ବନେଇବି। ପାଣିରେ ଅଳ୍ପ ଟିକେ ଲୁଣ ଦେଇକି କୋବିକୁ ସିଝେଇ ନେବା। କୋବିକୁ ଟିକେ ବଡ଼ ବଡ଼ ପିସେସ୍ କରିକି ନେବା। ତରକାରୀରେ କୋବିଟା ଗୋଟା ଗୋଟା ହେଇକି ରହିବ ଆଉ ତା ସହ ଖାଇବା ପାଇଁ ଅଧିକ ଟେଷ୍ଟି ବି ଲାଗିବ। ଆଉ ଧ୍ୟାନ ରଖିବେ ୟାକୁ ଅଧିକ ସିଝେଇବେନି। ବାସ୍ 1 ମିନିଟ୍ ମିଡ଼ିୟମ୍ ଫ୍ଲେମ୍ରେ ଥରେ ପାଣି ସହ ଫୁଟିଗଲା ପରେ କୋବିକୁ ବାହାର କରିନେବା। ତାହେଲେ କୋବିକୁ ମୁଁ ଏଠି ଛାଣିକି ଗୋଟେ ବାଉଲକୁ ରଖି ନେଉଛି। ନେକ୍ସଟ ଏଇ ସିଝା କୋବିକୁ ମ୍ୟାରିନେଟ୍ କରିବା। ମ୍ୟାରିନେଟ୍ କରିବା ପାଇଁ ମୁଁ ଏଠି ଗୋଟେ ମିଡିଲ୍ ସାଇଜ୍ ଚାମଚରେ 3 ଚାମଚ ମଇଦା, ତା ସହ ସେଇ ଚାମଚରେ 2 ଚାମଚ କର୍ଣ୍ଣଫ୍ଲୋର, ତା ସହ ଦେଇଦେବା ସ୍ୱାଦ ଅନୁସାରେ ଲୁଣ, ଅଧା ଚାମଚ କାଶ୍ମୀରୀ ଲଙ୍କାଗୁଣ୍ଡ, ଅଧା ଛୋଟ ଚାମଚ ଗୋଲମରିଚ ଗୁଣ୍ଡ। କୋବି ବହୁତ ଚଟପଟା ଲାଗିବ। ତାପରେ ଏଥିରେ ଅଳ୍ପ ଟିକେ ପାଣି ଦେଇକି ଭଲ ଭାବରେ ଗୋଳେଇ ନେବା। ବେଶୀ ପାଣି ଦେବେନି, ଅଳ୍ପ ଟିକେ ପାଣି ଦେଇକି ଗୋଳେଇ ନେବା ଯେମିତି ବ୍ୟାଟରଟା ହାତକୁ ମୋଟା ଲାଗିବ। ଏଠି କୋବିକୁ ମ୍ୟାରିନେଟ୍ କରିବା ପ୍ରକ୍ରିୟାଟି ସରିଯାଇଛି। ନେକ୍ସଟ ୟାକୁ ଛାଣିଦେବା। କୋବିକୁ ଛାଣିବା ପାଇଁ ତେଲକୁ ମିଡ଼ିୟମ୍ ଫ୍ଲେମ୍ରେ ମିଡ଼ିୟମ୍ ଗରମ କରିବା। ତେଲ ଗରମ ହେଇଯିବା ପରେ ଏମିତି ଗୋଟେ ପରେ ଗୋଟେ କୋବିକୁ ଦେଇକି ତେଲରେ ଛାଣି ନେବା ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ କୋବି ଆମର ୟେଲୋ ବ୍ରାଉନ୍ କଲର୍ ନ ହେଇଛି। ଆଉ ଜାଳକୁ ସେଇ ମିଡ଼ିୟମ୍ରେ ରଖିକି ହିଁ ଛାଣିବା। କୋବି ଏଠି ଫ୍ରାଏ ହେଇଗଲା। ଏଠି ୟାକୁ ବାହାର କରିନେବା ଗୋଟେ ପ୍ଲେଟ୍କୁ। ଆଉ କୋବି ତରକାରୀ କରିବା ମାନେ ଆଳୁ ତ ନିଶ୍ଚୟ ପକାଇବା। ଆଳୁ ବିନା ତରକାରୀ ପୁରା ଫିକା। ଦେଖନ୍ତୁ ମୁଁ ଏଠି 3ଟା ଛୋଟ ଛୋଟ ଆଳୁକୁ 2 ଫାଳ କରି କାଟିକି ନେଇଛି ଆଉ ଚୋପା ରଖିକି କାଟିଛି। ଆପଣଙ୍କୁ ଯଦି ପସନ୍ଦ ନାହିଁ ଚୋପା କାଟି ନେବେ। ଆଳୁକୁ ବି ସେଇ ମିଡ଼ିୟମ୍ ଫ୍ଲେମ୍ରେ ୟେଲୋ ବ୍ରାଉନ୍ କଲର୍ ଆସିବା ଯାଏ ଛାଣି ନେବା। ଛାଣି ହେଇଯିବା ପରେ ୟାକୁ ବି ବାହାର କରିନେବା ପ୍ଲେଟ୍କୁ। ତାହେଲେ ତରକାରୀ ବନେଇବା ପାଇଁ ଆଳୁ କୋବି ରେଡ଼ି। ଏବେ ଚାଲନ୍ତୁ ତରକାରୀ ବନେଇବା। ତରକାରୀ ବନେଇବା ପାଇଁ 3-4 ଚାମଚ ତେଲକୁ ରଖିକି ଆଉ ସବୁ ତେଲକୁ ଗୋଟେ ଗିନା ବା ତାଟିଆକୁ ବାହାର କରିନେବା। ତେଲ ତ ଅଲରେଡ଼ି ଗରମ ଅଛି। ଆମେ ଜାଣିଛେ ତରକାରୀ ପାଇଁ ପ୍ରଥମେ ଆମକୁ ମସଲାକୁ କଷିବାକୁ ପଡ଼ିବ। ତା ପୂର୍ବରୁ ତରକାରୀରେ ଭଲ ଫ୍ଲେଭର ଆଣିବା ପାଇଁ ପ୍ରଥମେ କିଛି ଗୋଟା ଗରମ ମସଲାକୁ ଦେଇଦେବା। ଗରମ ମସଲାରେ ମୁଁ ଏଠି ଜିରା, ଗୋଲମରିଚ, ଗୁଜୁରାତି, ଡାଲଚିନି, ଶୁଖିଲା ଲଙ୍କା, ତେଜପତ୍ର ଆଉ କେତିକି ୟୁଜ୍ କରୁଛି ଆପଣ ଦେଖିପାରୁଥିବେ। ବାସ୍ ଏଇ ମସଲାକୁ ପକେଇକି କିଛି ସେକେଣ୍ଡ ପାଇଁ ଏପଟ ସେପଟ ଚଲେଇଦେବା। ଏବେ ଦେଇଦେବା ପିଆଜ। ପିଆଜ ମୁଁ ଏଠି ଗୋଟେ ବଡ଼ ସାଇଜ୍ର ଚୁନ୍ ଚୁନ୍ କରି କାଟିକି ନେଇଛି। ପିଆଜ ଦେଇ ସାରିଲା ପରେ ପିଆଜକୁ ମିଡ଼ିୟମ୍ ଫ୍ଲେମ୍ରେ ଭାଜି ନେବା। ପିଆଜ ଟିକେ ସଫ୍ଟ ହେଇଯିବା ପରେ ବା ହାଲକା ୟେଲୋ ବ୍ରାଉନ୍ କଲର୍ ଆସିଯିବା ପରେ ଦେଇଦେବା ଅଦା ରସୁଣ ପେଷ୍ଟ ପାଖାପାଖି 2 ଚାମଚ ହେବ। ଆଉ ସେଇ ଗିନାରେ ଅଳ୍ପ ଟିକେ ପାଣି ଦେଇଦେବା ଯାହାଦ୍ୱାରା ମସଲା ବି ସିଝିବ ଆଉ ଗିନାରେ ଲାଗିଥିବା ମସଲା ବି ପଳେଇ ଆସିବ। ତା ସହ ଏକାବେଳେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ, ଅଧା ଚାମଚ ହଳଦୀ ଗୁଣ୍ଡ, ଅଧା ଚାମଚ ଲଙ୍କାଗୁଣ୍ଡ, ଅଧା ଚାମଚ କିଚେନ୍ କିଙ୍ଗ, ଅଧା ଛୋଟ ଚାମଚ ଜିରା ଗୁଣ୍ଡ, 1 ଚାମଚ ଧନିଆ, 1 ଚାମଚ ଚିକେନ୍ ମସଲା। ବାସ୍ ଏତିକି ମସଲା ଦେଇକି ଭଲ ଭାବରେ ମିକ୍ସ କରିଦେବା। ଆଉ ସବୁ ମସଲାକୁ ସିଝିବା ପାଇଁ ଅଳ୍ପ ଟିକେ ପାଣି ଦେଇକି 1 ମିନିଟ୍ ପାଇଁ ମିଡ଼ିୟମ୍ ଫ୍ଲେମ୍ରେ କଭର କରିନେବା। 1 ମିନିଟ୍ ପରେ ଦେଖନ୍ତୁ ତେଲ କେମିତି ମସଲାରୁ ବାହାରି ଯାଇଛି। ମସଲା ସିଝି ବି ଯାଇଛି। ଏଇ ଷ୍ଟେଜ୍ରେ ଏଥିରେ ଦେଇଦେବା ଟମାଟୋକୁ। ଟମାଟୋ ମୁଁ ଏଠି ଗୋଟେ ହିଁ ୟୁଜ୍ କରିଛି। ଆଉ ତା ସହ ଦେଇଦେବା କିଛି କସ୍ତୁରୀ ମେଥି ପତ୍ର। କସ୍ତୁରୀ ମେଥି ପତ୍ରକୁ ଦେଲା ଟାଇମ୍ରେ ସବୁବେଳେ ଟିକେ ହାତରେ କ୍ରସ୍ କରିକି ଦେଉଥିବେ, ଆହୁରି ଅଧିକ ବାସ୍ନା ଆସିଥାଏ ମେଥି ପତ୍ରର। ବାସ୍ ମେଥି ପତ୍ର ଦେଇ ସାରିଲା ପରେ 1 ମିନିଟ୍ ପର୍ଯ୍ୟନ୍ତ ଲୋ ଫ୍ଲେମ୍ରେ କଷି ନେବା। ଟମାଟୋ ଯେମିତି ସିଝିକି ମେଲ୍ଟ ହେଇଯିବ। ଦେଖନ୍ତୁ ମସଲା କଷା ରେଡ଼ି। ଏବେ ଟାଇମ୍ ଆସିଗଲା ଫ୍ରାଏ କରିକି ରଖିଥିବା ଆଳୁ କୋବିକୁ ଏଥିରେ ଆଡ଼୍ କରିବାର। ଆଳୁ କୋବିକୁ ଦେଇ ସାରିଲା ପରେ ପ୍ରଥମେ 1 ମିନିଟ୍ ପର୍ଯ୍ୟନ୍ତ ଟିକେ କଷି ନେବା। ଆଉ
आलू कोबी टिके भल कि कषि होगला पर देदेबा एबे गरम पानी। आपण जेतिकी झोल रखा चाहूँगी से अनुसार पानी को आड करेंगे। मते टिके कम झोल पसंद आलू कोबी तरकारी रे, सेथिपाई मु कम पानी ही यूज करिछि। पानी को दे सारला पर एई टाइम रे देदेबा ग्रीन मटर। ग्रीन मटर खूब शीघ्र सिझी थाए, सेथिपाई मटर को लास्ट रे आड करबा। मटर को दे सारिके 2 मिनिट पर्यंत मीडियम जाल रे कवर करदबा। देखंतु खूब शीघ्र खूब जल्दी रेडी हो गला आमर कोबी आलूर ए स्वादिष्ट तरकारी रेसिपीटी। आपण एमिति प्रोसेस रे थरे बनातु, केमिति लागिला मते आपणक अनुभूति शेयर करंतु। हाँ, सब्सक्राइब लाइक आउ फ्रेंड्स रिलेटिव्स रे शेयर करने को भूलिबेनी। मु पुणी नहीं आसीबी आउ एक सुंदर रेसिपी। से पर्यंत रहिली। नमस्कार, जय जगन्नाथ।